ପିଲାମାନେ ଆଜି ଆମେ ସଂସ୍କୃତ କଳିକା ଅଷ୍ଟମ ଶ୍ରେଣୀର ଚତୁର୍ଥ ପାଠ ସଙ୍ଗଚ୍ଛତ୍ୱମ୍ ସମ୍ବଦ୍ଧତ୍ୱମ୍ ଏହାର ଆମେ ପ୍ରଶ୍ନୋତ୍ତର କରିବା। ଏକୁ ଆମେ ପୂର୍ବ ପିରିୟଡ଼ରେ ପଢ଼ି ସାରିଥିଲେ। ଏହାର ପ୍ରଶ୍ନୋତ୍ତର ଆଜି ଆମେ ଆଲୋଚନା କରିବା। ଦେଖ 1 ନମ୍ବରରେ କ'ଣ ଅଛି? କହ ମନୁଷ୍ୟାନାମ୍ ଉପଦିଶତି। କିଏ ମନୁଷ୍ୟମାନଙ୍କୁ ଉପଦେଶ ଦେଇଛନ୍ତି? ଉତ୍ତର ହେବ ଅଙ୍ଗିରସ। ଏକ ପଦରେ ଦେଇଛି, ତେଣୁ ଉତ୍ତର ହେଲା ଅଙ୍ଗିରସ। ଖ ଦେଖ, ସର୍ବେ ବୈମନସ୍ୟମ୍ ପରିତ୍ୟଜ୍ୟ କେନ ଭାବେନ ଜୀବୈଃ। ଉତ୍ତର ହେବ ଐକ୍ୟ ଭାବେନ। ହେଲା। ଗ ଦେଖ, ଲକ୍ଷ୍ମୀ ସିଦ୍ଧିଃ କୀଦୃଶୀ ଭବତୁ। ଉତ୍ତର ଆସିବ ସମାନା ଭବତୁ। ହେଲା। ଅହମ୍ କିମ୍ ସମ୍ପାଦୟାମି। ଅହମ୍ ଜ୍ଞାନ ଯଜ୍ଞମ୍ ସମ୍ପାଦୟାମି। ଉଁ ଏତୈଃ ମନ୍ତ୍ରୈଃ କସ୍ୟ କୃତେ ପ୍ରେରଣା ଲଭ୍ୟତେ। ଏତୈଃ ମନ୍ତ୍ରୈଃ ସାଙ୍ଗତିକ ରୂପେଣ ସହଜ ବିନମ୍ର ପ୍ରେରଣା ଲଭତେ। ଯୁଷ୍ମାକଂ ହୃଦୟାନି କୀଦୃଶାନି ସନ୍ତୁ। ଆମମାନଙ୍କ ହୃଦୟ କିପରି ହେଉ? ସମାନା ଭବତୁ ବା ସମାନା ସନ୍ତୁ। ହେଲା। ଏବେ ଆମେ 2 ନମ୍ବର ଦେଖିବା। ପୂର୍ଣ୍ଣ ବାକ୍ୟେନ ଉତ୍ତରମ୍ ଲିଖତ। ପୁରା ବାକ୍ୟରେ ଉତ୍ତର ଲେଖ। କ'ଣ ଅଛି? ସର୍ବେଷାଂ ମନଃ କୀଦୃଶଂ ଭବେତ୍। ସର୍ବେଷାଂ ମନଃ ଐକ୍ୟମ୍ ଭବେତ୍। ହେଲା। ଏକତା ରୂପରେ ରହୁ, ଐକ୍ୟମ୍ ଭବେତ୍। ସଙ୍ଗଚ୍ଛତ୍ୱମ୍ ଇତ୍ୟସ୍ୟ କଃ ଅର୍ଥଃ। ଇତ୍ୟସ୍ୟ ଅର୍ଥଃ ମିଳିତ୍ୱା ଚଳନ। ଏକାଠି ହୋଇ ଚାଲିବା। ହେଲା। ସର୍ବେ କିମ୍ ପରିତ୍ୟଜ୍ୟ ଐକ୍ୟ ଭାବେନ ଜୀବେୟୁଃ। ସମସ୍ତେ କ'ଣ ତ୍ୟାଗ କରି ଏକତା ରୂପରେ ବଞ୍ଚିବା। ସର୍ବେ ପରସ୍ପରମ୍ ଐକ୍ୟମ୍ ହେଲା ଐକ୍ୟ ମାର୍ଗେଣ ଜୀବେୟୁଃ। ସମସ୍ତେ ଭେଦଭାବଂ ପରିତ୍ୟଜ୍ୟ ଐକ୍ୟ ଭାବେଣ ଜୀବେୟୁଃ। ସଙ୍ଗଚ୍ଛତ୍ୱମ୍ ଇତି ପାଠେ କା ପ୍ରେରଣା अस्ति। ଏକତା, ସହଯୋଗ ତଥା ସୌଜନ୍ୟସ୍ୟ ପ୍ରେରଣା अस्ति। ହେଲା। ଏକତା, ସହଯୋଗ ତଥା ସୌହାର୍ଦ୍ଦ୍ୟସ୍ୟ ପ୍ରେରଣା अस्ति। ऋषि ଅଙ୍ଗିରସଃ କାନ୍ ଉପଦିଶତି। ऋषि ଅଙ୍ଗିରସଃ ଜନାନ୍ ବା ମନୁଷ୍ୟାନ୍ ଉପଦିଶତି। ସମ୍ବଦ୍ଧତ୍ୱମ୍ ଇତ୍ୟସ୍ୟ କଃ ଅର୍ଥଃ। ହେଲା। ଇତ୍ୟସ୍ୟ ଅର୍ଥଃ ଏକତା ସ୍ୱରେଣ ବଦତ। ହେଲା। ଏକ ସ୍ୱରରେ କୁହ। ଏବେ ଆମେ 3 ନମ୍ବର କରିବା। ପଠିତକତଃ ଶବ୍ଦାନ୍ ଚିତ୍ୱା ଅଧୋଲିଖିତାସୁ ମନ୍ତ୍ରେଷୁ ରିକ୍ତ ସ୍ଥାନାନି ପୂରୟତ। ତାହେଲେ ଏକୁ ଆମେ ରିକ୍ତ ସ୍ଥାନ ଗୁଡ଼ିକ ପୂରଣ କରିବା। ସଙ୍ଗଚ୍ଛତ୍ୱମ୍, ତାପରେ ପିଲାମାନେ କ'ଣ ହବ? ସମ୍ବଦ୍ଧତ୍ୱମ୍। ହେଲା। ସଙ୍ଗଚ୍ଛତ୍ୱମ୍, ତାପରେ ହେଲା ସମ୍ବଦ୍ଧତ୍ୱମ୍। ସମ୍ବୋ ମନାଂସି ଜାନତାମ୍। ଦେବାଃ, ତାପରେ କ'ଣ ହବ? ଭାଗମ୍। ହେଲା। ଯଥା ପୂର୍ବେ ସଞ୍ଜାନାନାମ୍ ଉପାସନେ। ହେଲା। ସେଇପରି ଆମେ ବାଛିକି ତା ଦେହରୁ କରିବା। ହେଲା। ସଞ୍ଜାନାନାମ୍ ଉପାସନେ। ସେଇପରି ଖଟା ଦେଖ, ସମାନ ମନ୍ତ୍ରଃ ସମିତିଃ, ତାପରଟା ହବ କ'ଣ? ଡ୍ୟାସ୍ ହବ ସମିତିଃ। ସମାନି ସମାନମ୍, ତାପରେ ସହ ଚିତ୍ତମ୍ ମେଷାମ୍। ହେଲା। ତାପରଟା କ'ଣ ଅଛି? ସମାନମ୍ ମନ୍ତ୍ର
मभिमन्त्रित्वे ହେଲା वह समान वो ତାପରେ କଣ ହବ ହବିଷା ଜୁହତି ହେଲା ଖଟା ଗୋଟି ଗୋଟି କେମିତି ଦେଖିଲେ ତାପରେ ଗଟା କଣ ହବ ସମାନୀ व ଆକୃତି ସମାନ ହୃଦୟାନି ବହ ସମାନାମସ୍ତୁ वो ଯଥା ହେଲା ବୋ ସେଠି କଣ ହବ ସେ ପିଲାମାନେ ବାଛ ଉପରୁ ମନୋ ହେଲା ମନୋ ଯଥା ବହ ତାପରେ କଣ ଅଛି ଲାଷ୍ଟଟା କଣ ହବ ସୁ ସହା ସତୀ ହେଲା ସୁ ସହା ସତୀ ଏବେ ଆମେ ବାଛି ନେଲେ ତକ ତାପରେ ଆମେ 4 ନମ୍ବର ଦେଖିବା କଣ ଅଛି ପାଠେ ପ୍ରୟୁକ୍ତାନ୍ ଶବ୍ଦାନ୍ ଭାବାनुसारम परस्परम योजयत ହେଲା ସଂଗଚ୍ଛତ୍ୱମ୍ अर्थ पिला माने कौन हबो मिलित्वा चलत संबद्धध्वम खटा कौन हबो सेटा एकस्वरेण बदत उपासनी उपासने हबो सेवन्ते घ विश्वानी समस्तानी आकृति ही संकल्पः ହେଲା ଏବେ 5 नंबर देखिबा संधिम कुरुत मनः युक्त यथा मनो यथा चित्तम युक्त एसाम चित्तम मेसाम ହେଲା ग देख इति युक्त अपि इत्यपि क्रीडा युक्त उत्सवः क्रीडोत्सवः समानः युक्त मन्त्रः समानो मन्त्रः परः युक्त परम परस्परम ହେଲା ପିଲାମାନେ ଏବେ 6 नंबर देखिबा शुद्धम उत्तरम चिन्हुत कति वेदाः सन्ति डबल आइटा हबो चत्वारः वेदाः सन्ति संजात सुक्तम कस्मिन् वेदे अस्ति यजुर्वेदे अस्ति ग संज्ञान सुक्तस्य ऋषिः कः 4टा जाक ऑप्शन रहबो अंगिरसः ହେଲା संगच्छत्वम इति पदस्य कः अर्थः मिलित्वा गच्छत ହେଲା 3टा हबो मिलित्वा गच्छत ऋषिः केन जुहति हबिषा ହେଲା आकृतिः इति पदस्य कः अर्थः संकल्पः ହେଲା पिला माने एबे ऋषिः केसाम समानत्वम इच्छति ऋषि केउ मानकर समानत्व को इच्छा करंती हैला एहा आमे आम बहिरु बाछिकरी लेखिबा हैला ऋषि केउ मानकर समानता को चाहंती हैला तेणु ऋषि चाहती कौन ना परिवार रे गोष्ठी रे समाज रे राष्ट्र रे एवं विश्व रे सुख शांति आ मैत्री भाव केमती प्रकाशित हेबो आउ एही मंत्र बा संदेश गुड़िक द्वारा संगठित रूपे मिलीमिशी चलिबा पई प्रेरणा पाइबे हैला एबे हमें 8 नंबर देखिबा मातृभाषा रे अनुवाद करो अभिवादनम भवताम मातृभाषा लिखिबो आपनकु अभिवादन जणाउची ख ते सहयोगम न कृतवन्तः सेमाने सहयोग कले नाही ग आम जानामि आचार्य हाँ मु जाने आचार्य घ सत्यमेव उक्तम सत्य ही कुहा जाइछि उ कह अस्य अभिप्रायः एहार
ଅଭିପ୍ରାୟ କ'ଣ? ହେଲା, ଏହାର ଅର୍ଥ କ'ଣ? ଚ ଏତତ୍ ସଂହତି ସୂକ୍ତିମିତି ପ୍ରଖ୍ୟାତମ୍, ଏହା ଏକତା ସୂତ୍ର ନାମରେ ପ୍ରସିଦ୍ଧ। ମାତୃଭାଷାରେ ଅନୁବାଦ କର। ମାତୃଭାଷାୟା ଅନୁବାଦମ୍ କୁରୁତ। ନମସ୍ତେ, ନମସ୍ତେ କହିଲେ ନମସ୍କାର। ଅପି, ଅପି ମାନେ ମଧ୍ୟ। କଥମ୍, କଥମ୍ କହିଲେ କିପରି। ଆମ୍, ଆମ୍ କହିଲେ ହଁ। ଏସହ, ଏସହ କହିଲେ ଏହା। ଯଦି ତର୍ହି, ଯଦି ତାହା ହେଲେ। ହେଲା, ଯଦି କହିଲେ ଯଦି, ତର୍ହି ମାନେ ତାହା ହେଲେ। ତାହେଲେ ପିଲାମାନେ ଆମେ ପ୍ରଶ୍ନ ଉତ୍ତର ଗୁଡ଼ିକୁ କଲେ। ଭାବୁଛି ତୁମେ ମାନେ ଠିକ ଭାବରେ ଦେଖିଥିବ। ପରବର୍ତ୍ତୀ ସମୟରେ ଖାତାରେ ୟାକୁ କରିବ। ତାହେଲେ ନିଶ୍ଚିତ ଭାବରେ ବିଷୟଟି ଆମ ପାଇଁ ଅତ୍ୟନ୍ତ ମୂଲ୍ୟବାନ। ତେଣୁ ଆଜି ଆମେ ଏହାର କ୍ୱେଶ୍ଚିନ୍ ଆନ୍ସର ଆଲୋଚନା କଲେ। ଏବେ ଆମେ ସମସ୍ତେ ଏଇଠି ହିଁ ରହିବା। ସମସ୍ତଙ୍କୁ ଧନ୍ୟବାଦ।